ଏଠିକାର ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ତାଙ୍କୁ କେବଳ ଗୋଟେ ମୋହରା କରିକିରି ସେ ହେଉଛନ୍ତି ଆଦିବାସୀ କେଉଁଝର ଲୋକ ସେ କେଉଁଝରକୁ ଲୁଟ୍ କରିବେ ଯେମିତି ମୟୂରଭଞ୍ଜକୁ ଟାଟା ନେଇଯାଇଛି ପୁରାପୁରି ସମ୍ପତ୍ତି ନେଇଯାଇଥିଲା ଇଏ ସେମିତି ଆଗାମୀ ଦିନରେ ସୁନ୍ଦର ଏ ପର୍ଯ୍ୟନ୍ତ ସୁକିନ୍ଦା ପର୍ଯ୍ୟନ୍ତ ଯାହା ମାଟି ତଳେ ସମ୍ପତ୍ତି ଅଛି କେଉଁଝର ଆଉ ସୁକିନ୍ଦାର ସବୁକୁ ଲୁଟ୍ କରିକି ନେବେ ସେଥିରେ ସହାୟକ ହେବେ ସାଥୀ ଦେବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ବହୁତ ଦିନ ପରେ ଓଡ଼ିଶାରେ ବର୍ତ୍ତମାନ ଡବଲ ଇଞ୍ଜିନ୍ ସରକାର ତାଙ୍କରି ଭାଷାରେ ସେଠି ଯିଏ ସରକାରରେ ଅଛନ୍ତି ଏଠି ମଧ୍ୟ ସରକାରରେ ଅଛନ୍ତି ଭାରତୀୟ ଜନତା ପାର୍ଟି ଆଉ ଏବଂ ସେ ବାରମ୍ବାର ପ୍ରଧାନମନ୍ତ୍ରୀ ଆଉ ତାଙ୍କର ମନ୍ତ୍ରୀମାନେ ଦୌଡ଼ିକିରି ଆସୁଛନ୍ତି ଓଡ଼ିଶାର କୁଆଡ଼େ ସୌଭାଗ୍ୟ ବଦଳାଇ ଦେବେ ଓଡ଼ିଶାକୁ ଏକ ନମ୍ବର କରିଦେବେ ନ୍ୟାଚୁରାଲି ଯାହା ବଜେଟ୍ରେ ଆସିଛି ଫାଇନାନ୍ସ କମିଶନର ଡିଭଲ୍ୟୁସନକୁ ଛାଡ଼ିଦେଲେ ଆଉ ଯାହା ସବୁ ଡିସ୍କ୍ରିସନାରୀ ପାୱାର ରହିଛି ଯେଉଁ ଆଜିର ବଜେଟ୍ରେ ଆସିଛି ସେଥିରୁ ଯଦି ବହୁ ପରିମାଣର ବା ମାନେ ଅଧିକ ପରିମାଣର ଓଡ଼ିଶାକୁ ହସ୍ତାନ୍ତର କରନ୍ତି ତାହେଲେ ଓଡ଼ିଶାରେ କିଛି ନିଶ୍ଚୟ ଉପକୃତ ହେବେ ଓଡ଼ିଶାବାସୀ କିନ୍ତୁ କରିବେ କି ଏଠିକାର ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ତାଙ୍କୁ କେବଳ ଗୋଟେ ମୋହରା କରିକିରି ସେ ହେଉଛନ୍ତି ଆଦିବାସୀ କେଉଁଝର ଲୋକ ସେ କେଉଁଝରକୁ ଲୁଟ୍ କରିବେ ଯେମିତି ମୟୂରଭଞ୍ଜକୁ ଟାଟା ନେଇଯାଇଛି ପୁରାପୁରି ସମ୍ପତ୍ତି ନେଇଯାଇଥିଲା ଇଏ ସେମିତି ଆଗାମୀ ଦିନରେ ସୁନ୍ଦର ଏ ପର୍ଯ୍ୟନ୍ତ ସୁକିନ୍ଦା ପର୍ଯ୍ୟନ୍ତ ଯାହା ମାଟି ତଳେ ସମ୍ପତ୍ତି ଅଛି କେଉଁଝର ଆଉ ସୁକିନ୍ଦାର ସବୁକୁ ଲୁଟ୍ କରିକି ନେବେ ସେଥିରେ ସହାୟକ ହେବେ ସାଥୀ ଦେବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଏ ହେଲା ପ୍ରଥମ କଥା ଏଥିରେ ବିହାର ପାଇଁ ଅଛି ଗୋଟେ କଥା ଯେଉଁ ବଢ଼ାଗଲା ଇନକମ୍ ଟ୍ୟାକ୍ସର ଯେଉଁ କରାଯାଇଛି ଘୋଷଣା ଏଥର ନୂଆ କଥା ପାଇଁ ସେ କହିଲେ ମୁଁ 7 ଦିନ ପରେ ବିଲ୍ ଆଣିବି ଇନକମ୍ ଟ୍ୟାକ୍ସର ବିଲ୍ ଆଣିବି କିନ୍ତୁ ଇନକମ୍ ଟ୍ୟାକ୍ସ ସମ୍ପର୍କରେ ଆଜି ଶୁଣେଇଦେଲେ ଲୋକଙ୍କୁ କ'ଣ ହେବ ଯେ ଦିଆଯିବ ଏଇ ଯେଉଁ ଶୁଣେଇଦେଲେ ଏଇଥିରେ ଦିଲ୍ଲୀରେ ଅଧିକାଂଶ ହେଉଛନ୍ତି ଇନକମ୍ ଟ୍ୟାକ୍ସ ପାଇଁ ସେଠି ସମସ୍ତେ ଇନଫ୍ଲୁଏନ୍ସାର ଲୋକ ଭୋଟଦାତା ସେମାନଙ୍କୁ ପ୍ରଭାବିତ କରିକିରି ମୋହିତ କରିକିରି ସେ ବର୍ତ୍ତମାନ ଏଇ 7 ଦିନ 8 ଦିନ କାଳ ରହିବେ ଏବଂ ବଜାରକୁ ଯିବେ ଜିନିଷ କିଣିବା ପାଇଁକି କାରଣ ତାଙ୍କର ଇନକମ୍ ଟ୍ୟାକ୍ସ ରିହାତି ମିଳିଲା ସେଥିରେ ଦୋକାନୀମାନେ ପ୍ରଭାବିତ ହେବେ କାରଣ ଦୋକାନୀମାନଙ୍କୁ ମଧ୍ୟ କେତେ ଗୁଡ଼ାଏ ଜିନିଷ କରାଯାଇଛି ରିହାତି ଦିଆଯାଇଛି ଜୋତା ସେ ଚପଲ ବେଲ୍ଟ ଏବଂ ଅନ୍ୟ ଭାବରେ କରାଯାଇଛି ପ୍ୟାଣ୍ଟ ସାର୍ଟ ଲୁଗାପଟା ଏଣୁ ଇଲେକ୍ଟ୍ରୋନିକ୍ ଗୁଡ୍ସ ଏଗୁଡ଼ିକ ସବୁ ଆଣିବା ପାଇଁ କିଣିବା ପାଇଁ ବହୁ ମାତ୍ରାରେ ବଜାର ସୋ ଦିଲ୍ଲୀର ବଜାର କରଲବାଗ ଠାରୁ ସରୋଜିନୀ ମାର୍କେଟ ପର୍ଯ୍ୟନ୍ତ ସବୁ ବଜାର ଚଳଚଞ୍ଚଳ ହେବ ଖୁସି ରହିବେ ଆଜି ଦିନରେ ବାଣ ଫୁଟଉଥିବେ କିନ୍ତୁ କିଛି ଦିନ ପରେ ଯେତେବେଳେ ଜଣାପଡ଼ିବ ଯେ ଯେଉଁ ଇନକମ୍ ଟ୍ୟାକ୍ସ ପେଇମାନେ ଯେଉଁମାନେ କରଦାତା ତାଙ୍କର କରକୁ ସଙ୍କୁଚିତ କରି ଦିଆଯାଇଛି ବିଭିନ୍ନ ବାଟରେ ଏବଂ ତାଙ୍କ ହାତ ସଙ୍କୁଚିତ ହୋଇଯାଉଛି ଦରଦାମ ବଢ଼ିଯାଉଛି ଇନଫ୍ଲେସନ୍ ବଢ଼ିଯାଉଛି ସେତେବେଳେ କେଉଁ ଅବସ୍ଥା ବଦଳି ଯାଇଥିବ ଆମ ରାଜ୍ୟକୁ ବର୍ତ୍ତମାନ କିଛି ଦେବାର ନାହିଁ ସେ ଦିଲ୍ଲୀ ଭୋଟ ଅଛି ବିହାରରେ ଆଉ କିଛି ଦିନ ପରେ ଭୋଟ ଅଛି ତେଣୁ ବିହାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ବିହାର ପାଇଁ କରାଯାଇଛି ଆନ୍ଧ୍ର କାଳେ ଧମକେଇବ ତାକୁ ଦିଆଯାଇଛି ଆନ୍ଧ୍ରଟା ଧମକେଇବା ସ୍ଥିତିରେ ଅଛି ବର୍ତ୍ତମାନ ଆନ୍ଧ୍ର କିନ୍ତୁ ଓଡ଼ିଶା ତାଙ୍କର ଅଧସ୍ତନ ଡବଲ ଇଞ୍ଜିନ୍ ସିଷ୍ଟମ୍ ସେଇ ଇଞ୍ଜିନ୍ ସାଙ୍ଗରେ ଇଞ୍ଜିନ୍ ଯୋଡ଼ା ହେଇକି ରହିଛି ଏଣୁ ଓଡ଼ିଶାକୁ କିଛି ଦେବାର ନାହିଁ କିଛି ନାହିଁ ସ୍ପେଶାଲ ପ୍ୟାକେଜ ଇଏ ମାଗିଥିଲେ କ'ଣ ମାଗିଛନ୍ତି କି ଯଦି ମାଗିଥାନ୍ତେ ଯେ ଧର ଆମର କୋଷ୍ଟାଲ ବେଲ୍ଟ ପାଇଁ ମାଗିଥାନ୍ତେ ଗୋଟେ ଗ୍ରୀନ୍ ଇଏ ପାଇଁ କରିବା ପାଇଁକି ୱାଲ୍ ଗ୍ରୀନ୍ ୱାଲ୍ଟା କରିବେ ସମୁଦ୍ର କୂଳରେ ସେ ରୋକିବ ଆମର ଆକୁ କ'ଣ ଆସୁଛି ସାଇକ୍ଲୋନ ବା ଇଏ ଆସୁଛି ବାତ୍ୟା ତାକୁ ବହୁ ପରିମାଣରେ ରୋକିବ ତା ପାଇଁ ତ କିଛି ଗୋଟେ ଖସଡ଼ା ପ୍ରସ୍ତୁତ କରି ମାଗିନାହାନ୍ତି ଆପେ ଆପେ କାହିଁ ସେ ଦେବେ ଇଏ ମାଗିନାହାନ୍ତି ଏବଂ ମାଗିଥିଲେ ହୁଏତ ସେ ଦେଇଥାନ୍ତେ କି ନଥାନ୍ତେ ଏବେ ଯେଉଁ ସ୍ପେଶାଲ ପ୍ୟାକେଜ ସବୁ ଆସିଛି ଏଥିରେ କେଉଁଥିରେ ଟୁରିଜିମରେ ଆମ ଓଡ଼ିଶାରେ ପ୍ରଶସ୍ତ କ୍ଷେତ୍ର ଟୁରିଜିମ୍ ପାଇଁ ଅଛି ଦେଖିବା କେତେଟା ଆଣୁଛନ୍ତି ତାଙ୍କର ଡବଲ ଇଞ୍ଜିନ୍ ସରକାରର ମୁଖ୍ୟମନ୍ତ୍ରୀ ସେଇଥିରୁ କେତେଟା ହାତ ହେଉଛନ୍ତି 60ଟା କରିବେ ବୋଲିକି ସେ କହିଛନ୍ତି ସେଥିରୁ କେତେଟା ଓଡ଼ିଶା ଆଣିବ ଦେଖିବା ବଜେଟ୍ କିଛି ଲୋକଙ୍କ ପାଇଁକି ଆଶା ସଞ୍ଚାର କରିଛି ସାମୟିକ ଭାବରେ ଆଶା ସଞ୍ଚାର କରିଛି କିଛି ଲୋକଙ୍କ ପାଇଁ ବହୁ ଲୋକଙ୍କ ପାଇଁ ନୈରାଶ୍ୟଜନକ